ଆକାଶବାଣୀ। ସମ୍ବାଦ ପଢ଼ୁଛନ୍ତି ସତ୍ୟବ୍ରତ ବେହୁରା। ଡକ୍ଟର ବି.ଆର୍. ଆମ୍ବେଦକରଙ୍କ 69ତମ ଶ୍ରାଦ୍ଧବାର୍ଷିକୀ ଅବସରରେ ଆଜି ଦେଶ ପାଳନ କରୁଛି ମହାପରିନିର୍ବାଣ ଦିବସ। ନୂଆଦିଲ୍ଲୀର ଭାରତ ମଣ୍ଡପମ୍ଠାରେ ଆଜି ଅଷ୍ଟଲକ୍ଷ୍ମୀ ମହୋତ୍ସବ ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ। ଭାରତୀୟ ରିଜର୍ଭ ବ୍ୟାଙ୍କ ଆଜି ଘୋଷଣା କରିବ ଦ୍ୱିମାସିକ ମୁଦ୍ରାନୀତି। ବିକଶିତ ଭାରତ କୁଇଜ୍ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ସମୟସୀମା ଚଳିତ ମାସ 10 ତାରିଖ ପର୍ଯ୍ୟନ୍ତ ବୃଦ୍ଧି ଏବଂ 19 ବର୍ଷରୁ କମ୍ ଏସିଆ କପ୍ ଦିନିକିଆ କ୍ରିକେଟ୍ ସେମିଫାଇନାଲରେ ଆଜି ଭାରତ ଶ୍ରୀଲଙ୍କା ଏବଂ ପାକିସ୍ତାନ ବାଂଲାଦେଶ ମଧ୍ୟରେ ମୁକାବିଲା। ଭାରତୀୟ ସମ୍ବିଧାନର ମୁଖ୍ୟ କର୍ଣ୍ଣଧାର ଭାରତରତ୍ନ ଡକ୍ଟର ବି.ଆର୍. ଆମ୍ବେଦକରଙ୍କ 69ତମ ଶ୍ରାଦ୍ଧବାର୍ଷିକୀରେ ଆଜି ମହାପରିନିର୍ବାଣ ଦିବସ ପାଳନ କରାଯାଉଛି। ଏହି ଦିବସରେ ଦେଶ ବାବାସାହେବ ଆମ୍ବେଦକରଙ୍କ ଶିକ୍ଷା ଏବଂ ଏକ ନ୍ୟାୟସମ୍ପନ୍ନ ସମାଜ ଗଠନ ପାଇଁ ପ୍ରତିବଦ୍ଧତାକୁ ସ୍ୱୀକାର ସ୍ୱରୂପ ଶ୍ରଦ୍ଧାସୁମନ ଅର୍ପଣ କରୁଛି। ଦେଶ ନିର୍ମାଣରେ ଡକ୍ଟର ଆମ୍ବେଦକରଙ୍କ ଅବଦାନ ଉପରେ ଆଲୋକପାତ କରିବା ପାଇଁ ସମଗ୍ର ଦେଶରେ ଆଜି ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଉପରାଷ୍ଟ୍ରପତି ଜଗଦୀପ ଧନକଡ଼, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଅନ୍ୟ ସାଂସଦଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତିମାନେ ନୂଆଦିଲ୍ଲୀ ସ୍ଥିତ ସଂସଦ ଭବନ ପରିସରରେ ଥିବା ପ୍ରେରଣା ସ୍ଥଳରେ ଡକ୍ଟର ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବେ। ଡକ୍ଟର ଆମ୍ବେଦକର ଏକଧାରରେ ଜଣେ ଆଇନଜୀବୀ, ଅର୍ଥନୀତିଜ୍ଞ ଏବଂ ସମାଜ ସଂସ୍କାରକ ଥିଲେ। ସେ ଜାତିଭିତ୍ତିକ ଭେଦଭାବକୁ ଦୂର କରି ସମାନତା ଆଣିବା ପାଇଁ ନିଜ ଜୀବନ ଉତ୍ସର୍ଗ କରିଥିଲେ। 1990 ମସିହାରେ ମରଣୋତ୍ତର ଭାବେ ବାବା ସାହେବଙ୍କୁ ଭାରତରତ୍ନ ପ୍ରଦାନ କରାଯାଇଥିଲା। ମହାରାଷ୍ଟ୍ରରେ ଆଜି ମହାପରିନିର୍ବାଣ ଦିବସ ଅବସରରେ ମୁମ୍ବାଇ ସ୍ଥିତ ବାବା ସାହେବ ଡକ୍ଟର ବି.ଆର୍. ଆମ୍ବେଦକରଙ୍କ ଅନ୍ତିମ ବିଶ୍ରାମସ୍ଥଳ ଚୈତ୍ୟଭୂମିରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ସେଠାରେ ପ୍ରବଳ ଜନସମାଗମକୁ ନିୟନ୍ତ୍ରଣ କରିବା ଲାଗି ବ୍ୟାପକ ପ୍ରସ୍ତୁତି କରାଯାଇଛି। ସାରା ଦେଶରୁ ଲକ୍ଷ ଲକ୍ଷ ଲୋକ ସେଠାରେ ଏକତ୍ର ହେବାର ସମ୍ଭାବନା ରହିଛି। ଗ୍ରେଟର ମୁମ୍ବାଇ ମହାନଗର ନିଗମ ପକ୍ଷରୁ ଜନଗହଳି ନିୟନ୍ତ୍ରଣ ଲାଗି ଅସ୍ଥାୟୀ ମଣ୍ଡପ ଓ ଆଶ୍ରୟସ୍ଥଳୀ ପ୍ରତିଷ୍ଠା ସହ କଣ୍ଟ୍ରୋଲ ରୁମ୍, ଆମ୍ବୁଲାନ୍ସ ଓ ପାନୀୟ ଜଳ ବ୍ୟବସ୍ଥା କରାଯାଇଛି। ଏହି ଅବସରରେ ସେଠାରେ ଡକ୍ଟର ଆମ୍ବେଦକରଙ୍କ ଜୀବନୀ, ସଫଳତା ଓ ଅବଦାନକୁ ସମ୍ମାନ ଜଣାଇ 1 ଲକ୍ଷ ଭୀମ ତୁମ୍ହା ବନ୍ଦନା ପୁସ୍ତିକାର ମାଗଣା ବଣ୍ଟନ କରାଯିବ ବୋଲି ଜଣାପଡ଼ିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନୂଆଦିଲ୍ଲୀର ଭାରତ ମଣ୍ଡପମ୍ଠାରେ ଅଷ୍ଟଲକ୍ଷ୍ମୀ ମହୋତ୍ସବ ଉଦ୍ଘାଟନ କରିବେ। 3 ଦିନ ଧରି ଚାଲିବାକୁ ଥିବା ଏହି ମହୋତ୍ସବରେ ଉତ୍ତର ପୂର୍ବାଞ୍ଚଳର ସମସ୍ତ 8ଟି ରାଜ୍ୟର ସଂସ୍କୃତି, ବୟନଶିଳ୍ପ, କାରିଗରୀ, ହସ୍ତଶିଳ୍ପ, ପର୍ଯ୍ୟଟନ ସୁଯୋଗ ଏବଂ ଅନନ୍ୟ ଉତ୍ପାଦ ପ୍ରଦର୍ଶିତ ହେବ। ଏଥିରେ ଭାଗ ନେବାକୁ ଥିବା 8ଟି ରାଜ୍ୟ ହେଉଛି ଅରୁଣାଚଳ ପ୍ରଦେଶ, ଆସାମ, ମଣିପୁର, ମେଘାଳୟ, ମିଜୋରାମ, ନାଗାଲାଣ୍ଡ, ସିକିମ ଓ ତ୍ରିପୁରା। ଏହି ମହୋତ୍ସବରେ 250ରୁ ଅଧିକ କାରିଗର 34ଟି ଜିଆଇ ଟ୍ୟାଗ୍ ଯୁକ୍ତ ସାମଗ୍ରୀ ସମେତ ଅନନ୍ୟ ହସ୍ତଶିଳ୍ପ, ହସ୍ତତନ୍ତ ଓ କୃଷିଜାତ ଦ୍ରବ୍ୟ ପ୍ରଦର୍ଶନ କରିବେ। କାର୍ଯ୍ୟକ୍ରମରେ ଫ୍ୟାଶନ୍ ଶୋ, ଡିଜାଇନ୍ କନକ୍ଲେଭ୍ ଏବଂ କ୍ରେତା ବିକ୍ରେତା ସାକ୍ଷାତ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ତେବେ ଏଥିରେ ହେବାକୁ ଥିବା ଗ୍ରାମୀଣ ହାଟ ବଜାରରେ 320 ଜଣ କୃଷକ ଓ କାରିଗର ସେମାନଙ୍କ ଉତ୍ପାଦିତ ଦ୍ରବ୍ୟ ଓ କଳା ସାମଗ୍ରୀ ପ୍ରଦର୍ଶନ କରିବେ। ଏହି ମହୋତ୍ସବ ଉତ୍ତର ପୂର୍ବାଞ୍ଚଳର କାରିଗର, ହସ୍ତଶିଳ୍ପ, ବୁଣାକାର ଓ ଉଦ୍ୟୋଗୀଙ୍କ ପାଇଁ ନୂତନ ସୁଯୋଗ ସୃଷ୍ଟି କରିବ ବୋଲି ଆଶା କରାଯାଉଛି। ଭାରତୀୟ ରିଜର୍ଭ ବ୍ୟାଙ୍କ ଆଜି ଦ୍ୱିମାସିକ ମୁଦ୍ରାନୀତି ଘୋଷଣା କରିବ। ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ ଅଧ୍ୟକ୍ଷତାରେ ଗଠିତ ମୁଦ୍ରାନୀତି ଗତ ବୁଧବାରଠାରୁ ମୁଦ୍ରାସ୍ଫୀତି ନେଇ 3 ଦିନିଆ ଆଲୋଚନା ଆରମ୍ଭ କରିଛନ୍ତି। ବିଶେଷଜ୍ଞଙ୍କ ମତରେ କେନ୍ଦ୍ରୀୟ ବ୍ୟାଙ୍କ ରେପୋରେଟ୍ରେ କୌଣସି ପରିବର୍ତ୍ତନ ନ କରିବାର ସମ୍ଭାବନା ରହିଛି। ତେବେ କ୍ୟାଶ୍ ରିଜର୍ଭ ଅନୁପାତ କ୍ଷେତ୍ରରେ କିଛିଟା ପରିବର୍ତ୍ତନ ହୋଇପାରେ। 2023 ଫେବୃଆରୀରୁ ରିଜର୍ଭ ବ୍ୟାଙ୍କ ରେପୋ ରେଟ୍ ହାର 6.5%ରେ ଅପରିବର୍ତ୍ତିତ ରଖିଛି। ଅନ୍ୟପକ୍ଷରେ 2022 ପରଠାରୁ କ୍ୟାଶ୍ ରିଜର୍ଭ ରେସିଓ 4.5%ରେ ଅପରିବର୍ତ୍ତିତ ଥିବାବେଳେ ବ୍ୟାଙ୍କିଂ ବ୍ୟବସ୍ଥାରେ ଆର୍ଥିକ ଗତି ଆଣିବା ଲାଗି ଏହା ହ୍ରାସ କରାଯିବାର ସମ୍ଭାବନା ରହିଛି। ଭୁଟାନର ରାଜା ଜିଗ୍ମେ ଶେଖର ନାମଗେଲ ୱାଙ୍ଗଚୁକ୍ ଏବଂ ରାଣୀ ଜେଟ୍ସନ୍ ପେମା ୱାଙ୍ଗଚୁକ୍ ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ସାକ୍ଷାତ ଆଲୋଚନା କରିଛନ୍ତି। ଭୁଟାନର ପ୍ରଗତି ଏବଂ ବିକାଶରେ
ରାଜା ୱାଙ୍ଗଚୁଙ୍କ ଦୃଷ୍ଟିକୋଣକୁ ଶ୍ରୀ ମୋଦି ଉଚ୍ଚ ପ୍ରଶଂସା କରିଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଭାରତ ଓ ଭୁଟାନ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ପାଇଁ ଉଭୟ ଦେଶ ପ୍ରତିଶ୍ରୁତିବଦ୍ଧ। ସୂଚନାଯୋଗ୍ୟ, 2 ଦିନିଆ ଭାରତ ଗସ୍ତରେ ଆସି ଭୁଟାନର ରାଜା ଏବଂ ରାଣୀ ନୂଆଦିଲ୍ଲୀରେ ପହଞ୍ଚିଛନ୍ତି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ସେମାନଙ୍କୁ ବିମାନ ବନ୍ଦରରେ ସ୍ୱାଗତ କରିଥିଲେ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଝାଡ଼ଖଣ୍ଡରେ ହେମନ୍ତ ସୋରେନଙ୍କ ନେତୃତ୍ୱାଧୀନ ସରକାରର ମନ୍ତ୍ରିମଣ୍ଡଳ ଗତକାଲି ଶପଥ ଗ୍ରହଣ କରିଛନ୍ତି। ରାଞ୍ଚିସ୍ଥିତ ରାଜଭବନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ରାଜ୍ୟପାଳ ସନ୍ତୋଷ କୁମାର ଗଙ୍ଗୱାର ମନ୍ତ୍ରୀମାନଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଥିଲେ। ନୂଆ ରାଜ୍ୟ କ୍ୟାବିନେଟ୍ରେ ମୋଟ 11 ଜଣ ମନ୍ତ୍ରୀଙ୍କୁ ସାମିଲ କରାଯାଇଛି। ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାର 6, କଂଗ୍ରେସର 4 ଓ ରାଷ୍ଟ୍ରୀୟ ଜନତା ଦଳର ଜଣେ ଏଥିରେ ମନ୍ତ୍ରୀ ଅଛନ୍ତି। ହେମନ୍ତ ସୋରେନଙ୍କ ମନ୍ତ୍ରିମଣ୍ଡଳରେ 2 ଜଣ ମହିଳା ମନ୍ତ୍ରୀଙ୍କୁ ସାମିଲ କରାଯାଇଛି। ସୁଦିବ୍ୟ କୁମାର, ଚମ୍ରା ଲିଣ୍ଡା, ଯୋଗେନ୍ଦ୍ର ପ୍ରସାଦ, ରାମଦାସ ସୋରେନ, ଦୀପକ ବିରୁଆ ଏବଂ ହଫିଜୁଲ ହାସନଙ୍କ ସମେତ ଜେଏମ୍ଏମ୍ର 6 ଜଣ ମନ୍ତ୍ରୀ ଅଛନ୍ତି। 4 ଜଣ କଂଗ୍ରେସ ମନ୍ତ୍ରୀ ହେଉଛନ୍ତି ଦୀପିକା ପାଣ୍ଡେ ସିଂ, ରାଧାକୃଷ୍ଣ କିଶୋର, ଇରଫାନ ଅନସାରୀ ଏବଂ ଶିଳ୍ପା ନେହା ତିର୍କି। ଆର୍ଜେଡିର ଏକମାତ୍ର ମନ୍ତ୍ରୀ ହେଉଛନ୍ତି ସଞ୍ଜୟ ପ୍ରସାଦ ଯାଦବ। ପୂର୍ବରୁ ରାଜ୍ୟପାଳ ସନ୍ତୋଷ କୁମାର ଗଙ୍ଗୱାର ଜେଏମ୍ଏମ୍ର ବରିଷ୍ଠ ନେତା ଷ୍ଟିଫେନ୍ ମାରାଣ୍ଡିଙ୍କୁ କାମଚଳା ବାଚସ୍ପତି ଭାବେ ନିଯୁକ୍ତି ଦେଇଥିଲେ। ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ନେତା ହେମନ୍ତ ସୋରେନ ଗତ ସପ୍ତାହରେ ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ। ବିକଶିତ ଭାରତ କୁଇଜ୍ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ସମୟସୀମାକୁ ଚଳିତ ମାସ 10 ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡବ୍ୟ ଏହି ବିଷୟ ଘୋଷଣା କରିଛନ୍ତି। ପୂର୍ବରୁ ଏହାର ଶେଷ ତାରିଖ ଡିସେମ୍ବର 5 ଥିଲା। ମାଇ ଭାରତ ପ୍ଲାଟଫର୍ମରେ ପ୍ରତିଯୋଗୀମାନେ ଏହି କୁଇଜ୍ରେ ଭାଗ ନେଇପାରିବେ। 15ରୁ 29 ବର୍ଷ ବୟସର ଯୁବଗୋଷ୍ଠୀ ବିକଶିତ ଭାରତ କୁଇଜ୍ରେ ଭାଗ ନେବା ସହ ନିଜ ଚିନ୍ତାଧାରା ବ୍ୟକ୍ତ କରିପାରିବେ। କେନ୍ଦ୍ର ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରାଳୟ ଦେଶର ଯୁବଗୋଷ୍ଠୀଙ୍କୁ ଏହି ସୁଯୋଗ ପ୍ରଦାନ କରିଛି। ବିଜେତା ପ୍ରତିଯୋଗୀମାନଙ୍କୁ ଆସନ୍ତା ବର୍ଷ ଜାନୁଆରୀ 11 ଓ 12 ତାରିଖରେ ନୂଆଦିଲ୍ଲୀର ଭାରତ ମଣ୍ଡପମରେ ବିକଶିତ ଭାରତ ସମ୍ପର୍କରେ ନିଜର ଦୃଷ୍ଟିକୋଣ ଓ ଚିନ୍ତାଧାରା ଉପସ୍ଥାପନ କରିବା ଲାଗି ସୁଯୋଗ ଦିଆଯିବ। ଫ୍ରାନ୍ସରେ ଅନାସ୍ଥା ପ୍ରସ୍ତାବରେ ହାରିଯିବା ପରେ ପ୍ରଧାନମନ୍ତ୍ରୀ ମିସେଲ ୱାର୍ନିୟର ପଦରୁ ଇସ୍ତଫା ଦେଇଛନ୍ତି। ଫଳରେ ସେଠାକାର ସରକାର ଭାଙ୍ଗିଯାଇଛି। ଫ୍ରାନ୍ସ ଇତିହାସରେ ଶ୍ରୀ ୱାର୍ନିୟର ସବୁଠାରୁ କମ୍ ସମୟ ପାଇଁ ପ୍ରଧାନମନ୍ତ୍ରୀ ହୋଇଥିଲେ। ଗତକାଲି ଶ୍ରୀ ୱାର୍ନିୟର ଆନୁଷ୍ଠାନିକ ଭାବେ ରାଷ୍ଟ୍ରପତି ଇମାନୁଏଲ ମାକ୍ରନଙ୍କୁ ଇସ୍ତଫାପତ୍ର ଦେବା ପରେ ତାହା ଗୃହୀତ ହୋଇଛି। ତେବେ ନୂଆ ସରକାର ଗଠନ ନ ହେବା ପର୍ଯ୍ୟନ୍ତ ସେ କାମଚଳା ପ୍ରଧାନମନ୍ତ୍ରୀ ରହିବେ ବୋଲି ଫ୍ରାନ୍ସ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି। ଗତ ସନ୍ଧ୍ୟାରେ ୱାର୍ନିୟରଙ୍କ ଇସ୍ତଫା ପରେ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ ଦେଶବାସୀଙ୍କୁ ସମ୍ବୋଧିତ କରିଥିଲେ। ସେ କହିଥିଲେ 2027ରେ ତାଙ୍କ କାର୍ଯ୍ୟକାଳ ଶେଷ ହେବା ପର୍ଯ୍ୟନ୍ତ ସେ ରାଷ୍ଟ୍ରପତି ଭାବେ କାର୍ଯ୍ୟ କରିବେ ଏବଂ ଆସନ୍ତା କିଛିଦିନ ମଧ୍ୟରେ ସେ ନୂଆ ପ୍ରଧାନମନ୍ତ୍ରୀ ଘୋଷଣା କରିବେ। ନେପାଳ ପ୍ରଧାନମନ୍ତ୍ରୀ କେ.ପି. ଶର୍ମା ଓଲି 4 ଦିନିଆ ଚୀନ ଗସ୍ତ ଶେଷ କରି କାଠମାଣ୍ଡୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ତ୍ରିଭୁବନ ଆନ୍ତର୍ଜାତିକ ବିମାନ ବନ୍ଦରରେ ଗଣମାଧ୍ୟମକୁ ଶ୍ରୀ ଓଲି କହିଛନ୍ତି ତାଙ୍କ ଚୀନ ଗସ୍ତ ସଫଳ ହୋଇଛି। ଶ୍ରୀ ଓଲି କହିଛନ୍ତି ଚୀନ ଗସ୍ତ ସମୟରେ ହୋଇଥିବା ବୁଝାମଣା ନେପାଳ ପାଇଁ ଲାଭଦାୟକ ହେବ। ନେପାଳ ଓ ଚୀନ ମଧ୍ୟରେ 9ଟି ଚୁକ୍ତି ସ୍ୱାକ୍ଷରିତ ହୋଇଥିବା ଜଣାପଡ଼ିଛି। ଏଥିରେ ଟନେଲ ନିର୍ମାଣ ପାଇଁ ସହାୟତା, ଦ୍ୱିପାକ୍ଷିକ ବାଣିଜ୍ୟ ପ୍ରୋତ୍ସାହନ, ବିକାଶମୂଳକ ପ୍ରକଳ୍ପର ଅଗ୍ରଗତି ଏବଂ ଅର୍ଥନୈତିକ ଓ ବୈଷୟିକ ସହାୟତା ଆଦି ବିଷୟବସ୍ତୁ ରହିଛି। ଅନ୍ୟପକ୍ଷରେ ନେପାଳର ବିଭିନ୍ନ ପ୍ରକଳ୍ପ ପାଇଁ ଚୀନ 500 ନିୟୁତ ଚାଇନା ୟୁଆନ୍ ଅନୁଦାନ ଯୋଗାଇ ଦେବାକୁ ରାଜି ହୋଇଛି। ଏହି ଆର୍ଥିକ ସହାୟତାରେ 2017 ମସିହାରୁ ଆରମ୍ଭ ହୋଇଥିବା ବିଭିନ୍ନ ବିକାଶମୂଳକ ପ୍ରକଳ୍ପଗୁଡ଼ିକର ଅଗ୍ରଗତି ହୋଇପାରିବ। ଆସନ୍ତା 5 ବର୍ଷ ପର୍ଯ୍ୟନ୍ତ ଚୀନ ଏହି ସହାୟତା ଯୋଗାଇ ଦେବ ବୋଲି ଜଣାପଡ଼ିଛି। ଶାରଜାଠାରେ ଚାଲିଥିବା 19 ବର୍ଷରୁ କମ୍ ଏସିଆ କପ୍ କ୍ରିକେଟ ଦିନିକିଆ ସେମିଫାଇନାଲରେ ଆଜି ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ମୁକାବିଲା ହେବ। ପୂର୍ବାହ୍ନ 10:30 ସମୟରେ ମ୍ୟାଚ୍ ଆରମ୍ଭ ହେବ। ଅନ୍ୟ ଏକ ସେମିଫାଇନାଲରେ ଦୁବାଇଠାରେ ପାକିସ୍ତାନ ଓ ବାଂଲାଦେଶ ମଧ୍ୟରେ ଆଜି ମୁକାବିଲା ହେବ। ପୁରୁଷ କ୍ରିକେଟରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ବର୍ଡର ଗାଭାସ୍କର ଟ୍ରଫିର ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ ଆଜି ସକାଳୁ ଆଡିଲେଡ୍ର ଓଭାଲଠାରେ ଆରମ୍ଭ ହେବ। ଭାରତୀୟ ସମୟ ସକାଳ 9:30ରେ ଖେଳ ଆରମ୍ଭ ହେବ। ମୁଖ୍ୟ ସମ୍ବାଦ ପୁଣିଥରେ। ଡକ୍ଟର ବି.ଆର୍. ଆମ୍ବେଦକରଙ୍କ 69ତମ ଶ୍ରାଦ୍ଧବାର୍ଷିକୀ ଅବସରରେ
ଆଜି ଦେଶ ପାଳନ କରୁଛି ମହାପରିନିର୍ବାଣ ଦିବସ। ନୂଆଦିଲ୍ଲୀର ଭାରତ ମଣ୍ଡପମ୍ଠାରେ ଆଜି ଅଷ୍ଟଲକ୍ଷ୍ମୀ ମହୋତ୍ସବ ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଭାରତୀୟ ରିଜର୍ଭ ବ୍ୟାଙ୍କ ଆଜି ଘୋଷଣା କରିବ ଦ୍ୱିମାସିକ ମୁଦ୍ରାନୀତି। ବିକଶିତ ଭାରତ କୁଇଜ୍ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ସମୟସୀମା ଚଳିତ ମାସ 10 ତାରିଖ ପର୍ଯ୍ୟନ୍ତ ବୃଦ୍ଧି ଏବଂ 19 ବର୍ଷରୁ କମ୍ ଏସିଆ କପ୍ ଦିନିକିଆ କ୍ରିକେଟ୍ ସେମିଫାଇନାଲରେ ଆଜି ଭାରତ ଶ୍ରୀଲଙ୍କା ଏବଂ ପାକିସ୍ତାନ ବାଂଲାଦେଶ ମଧ୍ୟରେ ମୁକାବିଲା। ସମ୍ବାଦ ଶେଷ ହେଲା।